শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত নবম স্কন্ধ অষ্টম অধ্যায়। রোহিত বংশরে সগর ষষ্ঠী সহস্র কুমার। কপিল সাপে হেলে দগ্ধ অষ্টম অধ্যায় সংবাদ। শ্রীশুক উবাচ ରୋହିତ ସୁତ ଯେ ହରିତ ଚମ୍ପ ତାହାର ତହୁଁ ଜାତ। ଗ୍ରାମ ବସାଇ ନିଜ ନାମେ ରହିଲା ଚମ୍ପାପୁରୀ ଗ୍ରାମେ। ସୁଦେବ ତାର ସୁତ ହୋଏ ବିଜୟ ତାହାର ତନଏ। ଭରୁକ ତାହାର ସନ୍ତତି ବୃକ ତାହାର ପୁତ୍ର ହନ୍ତି। ବାହୁକ ତାହାର ନନ୍ଦନ ତା କଥା ଶୁଣ ହେ ରାଜନ। ଶତ୍ରୁ ପୀଡ଼ିତ ବୃଦ୍ଧ ପଣେ ଭୟେ ପଶିଲା ଘୋର ବନେ। ପତ୍ନୀ ସହିତେ ପଳାଇଲା ଔର୍ବଙ୍କ ଆଶ୍ରମେ ରହିଲା। ନମିଲା ମୁନିଙ୍କ ଚରଣେ ବୃଦ୍ଧ ଶରୀରେ ଘୋର ବନେ। ସ୍ୱଭାବେ ଛାଡ଼ିଲା ଜୀବନ ମୁନି ତା ଦେଖି ଦୁଃଖ ମନ। ତାର କାମିନୀ ଶୋକ ମନେ ବସନ୍ତେ ଯାଇ ହୁତାସନେ। ମୁନି ଜାଣିଲେ ତାର ଭାବ ଉଦରେ 5 ମାସ ଗର୍ଭ। ବୋଇଲେ ଅନଳେ ନ ପଶ ହୋଇବ ଏ ରାଜାର ବଂଶ। ମୁନି ବଚନେ ସେ ଅବଳା ଅନଳ କୁଣ୍ଡେ ନ ପଶିଲା। ଶୁଣ ରାଜନ ମନ ଦେଇ ତା ଗର୍ଭ କଥା ତୋତେ କହି। ସେ ଗର୍ଭ ସଞ୍ଚରଣ କାଳେ ସପତ୍ନୀ 5-7 ମେଳେ। ଗରଳ ଦେଲେ ଅନ୍ନ ସଙ୍ଗେ ବିଷନ ଲାଗେ ତାର ଅଙ୍ଗେ। ଗର୍ଭ ରଖିଲେ ଜଗନ୍ନାଥ ଏବେ ହୋ ଶୁଣ ପରୀକ୍ଷିତ। ସେ ଗର୍ଭ ପ୍ରସବର କାଳେ ମୁନି ସକଳେ କୁତୁହଳେ। ବୋଲନ୍ତି ଗରଳ ସଙ୍ଗତେ ଜନ୍ମ ଲଭିଲା ଏ ଯୁକତେ। ଗରଳ ସଙ୍ଗେ ଜନ୍ମ ଯେଣୁ ସଗର ନାମ ହେଉ ତେଣୁ। ହେମନ୍ତେ ମୁନିଙ୍କ ସମତେ ସଗର ରାଜା ଦିନା କେତେ। ଦିନକୁ ଦିନ ଅତି ତେଜା ହୋଇଲା ଚକ୍ରବର୍ତ୍ତୀ ରାଜା। ତାର ତନୁ ଯେ ବାହୁ ବଳେ ସାଗର କଲେ ମୋହିତଳେ। ପିତା ଶତ୍ରୁକୁ ଯୁଦ୍ଧେ ଜିଣି ସ୍ୱଗୃହେ ବନ୍ଦୀ କଲେ ଆଣି। ଯେତେ ତାହାର ରିପୁ ଗ୍ରାମ ଶୁଣ ତାହାଙ୍କର ନାମ। ଯବନ ତାଳ ଜଙ୍ଘ ଶକ ହୈହୟ ବର୍ବର ଯେତେକ। ଗୁରୁଙ୍କ ବାକ୍ୟ ନ ମାଇଲା ଶୁଣ ଯାହାକୁ ଯାହା କଲା। ମୁଣ୍ଡିତ କେଶ କାର କରି କାହାକୁ କଲା ଶ୍ମଶ୍ରୁଧାରୀ। କାହାର କଲା ମୁକ୍ତ କେଶ ଅର୍ଦ୍ଧ ମୁଣ୍ଡିତ କାର କେଶ। କେତେକ ଅନ୍ତର୍ବାସହୀନ ଅପରେ ବହିର୍ବାସ ଶୂନ୍ୟ। କାହାର ବସନ ଉତାରି ବିକୃତ ବେଶ ତାଙ୍କୁ କରି। ହେମନ୍ତ କରି ହୀନ ବେଶ ଛାଡ଼ିଣ ଦେଲା ତାଙ୍କୁ ଦେଶ। ସେ ପୁଣି ସଞ୍ଚି ନାନା ବିଧି କଳ୍ପିଲା ସତେ ଅଶ୍ୱମେଧି। ଔର୍ବ ମୁନି କି ହୋତା କରି ଯଜ୍ଞେ ପୂଜିଲା ନର ହରି।
ଉତ୍ତମ ଅଶ୍ଵ ପଶୁ କଲା ସେ ଅଶ୍ଵ ଇନ୍ଦ୍ର ଚୋରାଇଲା 60,000 କୁମର ତାଙ୍କୁ ଡରଇ ସୁନାସିର କଳ୍ପଇ ମରିବେ କେମନ୍ତେ ଏମନ୍ତ ଭାଳି ସେ ଗୁପତେ କପିଳ ମୁନି ପାଦ ତଳେ ଅଶ୍ଵ ବାନ୍ଧିଲା ରାତ୍ର କାଳେ ଅଶ୍ଵ ନ ଦେଖି ଯଜ୍ଞ ଦ୍ୱାରେ ସକାଳେ ପଶିଲେ ବିବରେ ସୁମତି ଗର୍ଭେ ଯେତେ ସୁତ ବଳରେ ଅଟନ୍ତି ଦର୍ପିଷ୍ଟ ସେ ପୁଣି ପିତାଙ୍କ ଆଦେଶେ ଅଶ୍ଵ ଖୋଜନ୍ତି 10 ଦିଶେ ଖୋଳନ୍ତି ନଖେ ମହି ଖଣ୍ଡ ଭକ୍ଷନ୍ତି ବିସ୍ତାରିଣ ତୁଣ୍ଡ ଉତ୍ତର ଦିଗେ ଖୋଳି ଗଲେ କପିଳ ଆଶ୍ରମେ ମିଳିଲେ ଦେଖିଲେ ମୁନିଙ୍କ ଆଶ୍ରମେ ସେ ଅଶ୍ଵ ଅଛଇ ବନ୍ଧନେ କପିଳ ମୁନି ମୁଖ ଚାହିଁ ବୋଲନ୍ତି ଅଶ୍ଵ ଚୋର ଏହି ଏହାକୁ ରଖି ନ ଯୋଗାଇ ଏମନ୍ତ ଉଚ୍ଚ ବାଚ ହୋଇ ବୋଲନ୍ତି ଖଡ଼ଗ ଉଞ୍ଚାଇ ଏହାର ଶିର ଛେଦ ନେଇ ଆମ୍ଭକୁ ଦେଖି ଚକ୍ଷୁ ବୁଝେ ଆତ୍ମାକୁ ଦମ୍ଭ ପ୍ରାୟ ବୁଝେ ଏମନ୍ତ ଘୋର ନାଦ କରି ଧାଇଲେ କରେ ଶସ୍ତ୍ର ଧରି ଭୂମିକମ୍ପଇ ତାଙ୍କ ପାଦେ ଧ୍ୟାନ ଭାଙ୍ଗିଲା ଘୋର ନାଦେ ଚାହାନ୍ତେ ଉନ୍ମୀଳ ଲୋଚନେ ଅନଳ ଉଠିଲା ନୟନେ ମହତ ଅତିକ୍ରମ ଦୋଷେ ନୟନ ଅଗ୍ନି ମହାରୋଷେ ଦେଖନ୍ତି ସ୍ୱର୍ଗେ ଦେବଗଣେ ଭସ୍ମ ହୋଇଲେ ତତ୍କ୍ଷଣେ 60,000 ଏକାଥରେ ମରିଲେ ସଗର କୁମରେ କେଶିନୀ ଗର୍ଭେ ଏକ ସୁତ ଅସମଞ୍ଜସ ନାମେ ଖ୍ୟାତ ତାର କୁମର ଅଂଶୁମାନ ସକଳ ଗୁଣେ ଗୁଣ ଧାମ ସେ ଥାଇ ପିତାମହ ହିତେ ମନ ବଚନ କାୟେ ନିତ୍ୟେ ଅସମଞ୍ଜସ ଯାର ନାମ করে নিন্দিত আচরণ সে পূর্ব জন্মে যোগী থিলা সঙ্গ দষ্টরু ভ্রষ্ট হেলা এণু নিন্দিত কর্ম করে জ্ঞান্তিক প্রিয় আচরে অসমঞ্জস নাম যেণু লোকଙ୍କୁ হিংসা করে তেণু যোগ বলরু জাতি স্মর ଏ ଜନ୍ମେ ଅଛଇ ତାହାର ତେଣୁ ସେ ସଙ୍ଗ ପରିହରି ଲୋକେ ନିନ୍ଦିତ କର୍ମ କରି ଶିଶୁମାନଙ୍କୁ ଧରି ବଳେ ପଳାଏ ସରଜୁର ଜଳେ ଦେଖି ତାହାର ମନ୍ଦପଣ ଅଯୋଧ୍ୟାବାସୀ ପ୍ରଜାଗଣ ସଗରେ ଜଣାଇଲେ ଯାଇ ଅତି ଦୁଃଖିତ ରାଜା ହୋଇ ସଗର ହୋଇଣ ଦୁଃଖିତ ପୁତ୍ର ସ୍ନେହକୁ କଲା ତ୍ୟକ୍ତ ଘରୁ ବାହାର କରିଦେଲା ଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା ସେ ପୁଣି ଯୋଗ ବଳ କଲା ମୃତ ବାଳକ ମାନ ଦେଲା ବାଳକ ପାଇ ତୋଷ ମନେ ଅଯୋଧ୍ୟାବାସୀ ପ୍ରଜା ଜନେ ବିସ୍ମିତ ହୋଇଲେ ସକଳେ ଅସମଞ୍ଜସ ଯୋଗ ବଳେ ତାର ଅଦ୍ଭୁତ କର୍ମ ଦେଖି ସଗର ହେଲା ମହାସୁଖୀ ଏବେ ହୋ ଶୁଣ ନରନାଥ ସେ ଅଂଶୁମାନର ଚରିତ ସଗର ତାର ମୁଖ ଚାହିଁ
ବୋଇଲେ ଅଶ୍ୱାଣ ଯାଇ ଏମନ୍ତେ ପିତାମହ ବାକ୍ୟେ ସେ ଅଂଶୁମାନ ଗଲା ଏକେ ପିତୃବ୍ୟ ଖାତ ପଥେ ଗଲା ପାତାଳେ ଅଶ୍ୱକୁ ଦେଖିଲା କପିଳ ସମ୍ମୁଖେ ବାନ୍ଧିଲା ଅଶ୍ଵ ଅଛି ସୁଖେ କପିଳ ପାଦ ତଳେ ପଡ଼ି ସେ ଅଂଶୁମାନ କର ଯୋଡ଼ି ଅନେକ ସ୍ତୁତି ବାକ୍ୟ କଲା ଚରଣ କମଳେ ପଡ଼ିଲା ବୋଲଇ ଶିରେ କର ଦେଇ ଭୋନାତ କର ମୋତେ ତ୍ରାହି ଶକ୍ର ବିରଞ୍ଚି ମହାଦେବ ସେ କାହୁଁ ଜାଣିବେ ତ ଭାବ ତୁ ଜ୍ଞାନ ଘନ ମୋହନାସୁ ସଂସାର ସ୍ୱତେ ଯେ ପ୍ରକାଶୁ ସନକ ଆଦି ମୁନି ଯେତେ ବିଶେଷ ଭାବନ୍ତି ସେ ତୋତେ ତୋ ରୂପ ଜୀବ ମୋକ୍ଷର୍ଥେ ମୁଁ ତୋତେ ଜାଣିବି କେମନ୍ତେ ତୁ ମାୟା ଜୀବ ଜ୍ଞାନ ହରେ ସଂସାରେ ଜନ୍ମ ମୃତ୍ୟୁ କରେ ଜୀବକୁ ଜ୍ଞାନ ଦେବା ଅର୍ଥେ ତୋହର ଜନ୍ମ ଏ ଜଗତେ ଅବିଦ୍ୟା କର୍ମ ପଥେ ଜଡ଼େ ତୋ ମାୟା ଗହନ ନିବିଡ଼େ ଜୀବନ ବନ୍ଧନ ବିଶ୍ୱାସେ ଧାରାତନୟ ଗୃହବାସେ ଏଣୁ ତୋ ଚରଣ କମଳେ ତାଚିତ ନ ରହେ ନିଶ୍ଚଳେ ଆଜଟି ନିସ୍ତରିଲି ମୁହିଁ ଭୋନାଥ ତୋ ଚରଣ ଚାହିଁ ଶ୍ରୀ ଶୁକ ଉବାଚ ଏମନ୍ତେ ତାର ସ୍ତୁତି ଶୁଣି ପ୍ରସନ୍ନ ଚିତେ ମହାମୁନି ଅଂଶୁମାନର ମୁଖ ଚାହିଁ ବୋଲନ୍ତି ଅନୁଗ୍ରହ ବହି ଶ୍ରୀ ଭଗବାନ ଉବାଚ ହେ ପୁତ୍ର ଅଶ୍ଵ ଘେନି ଯାଅ ପିତାମହର ପାଶେ ଦିଅ ସେ ଅଶ୍ଵ ଯଜ୍ଞ ଶେଷ କରି ମୋହ ସଂସାରୁ ଜୀବ ତରି ଏ ଯେ ତୋହର ପିତୃକୂଳେ ଭସ୍ମ ହୋଇଲେ କୋପାନଳେ ଏହାଙ୍କ ମୋକ୍ଷ ଗଙ୍ଗା ଜଳେ ଅନ୍ୟଥା ନାହିଁ ଏ ଶୟଳେ ଏମନ୍ତେ କପିଳ ବଚନେ ସେ ଅଂଶୁମାନ ତୋଷ ମନେ ତକ୍ଷଣେ ଅଶ୍ଵକୁ ଆଣିଲେ ପିତାମହର ପାଶେ ଦେଲେ ସେ ଅଶ୍ଵ ମାଂସେ ଯଜ୍ଞ କରି ବିଷମ ସଙ୍କଟୁ ନିସ୍ତରି ଅଂଶୁମାନକୁ ରାଜ୍ୟ ଦେଇ କର୍ମ ବନ୍ଧନୁ ମୋକ୍ଷ ହୋଇ ଅର୍ବ ବନେ ଗଲା ଅନ୍ତେ ସେ ଗୋବିନ୍ଦ ପାଇଲା ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଦେ ଭାଗବତ ସୁଜନେ ଶୁଣନ୍ତେ ଶ୍ରବଣେ ଏ ହରି ରସ ଅନୁଦିନେ ଅବିଦ୍ୟା ବନ୍ଧୁ ପାର ହୋଇ ଅନ୍ତେ ପାଇବ ଭାବଗ୍ରାହୀ।